नमस्कार सांगमाने ओडिशा कॉम्पिटिटिव एग्जाम्स ପାଇଁ ପ୍ରସ୍ତୁତ ହେଉଛନ୍ତି ଆଉ ରିଭର ସିଷ୍ଟମ ବିଷୟରେ ଚିନ୍ତା କରୁଛନ୍ତି ଆଉ ଚିନ୍ତା ନାହିଁ ଆଜି ଆମେ ଓଡ଼ିଶାର ନଦୀ ବ୍ୟବସ୍ଥାକୁ ଏମିତି ଭାବରେ ବୁଝିବା ଯେମିତି ପରୀକ୍ଷାରେ ଯେ କୌଣସି ପ୍ରଶ୍ନ ଆସିଲେ ବି ଆପଣ ଆରାମରେ କରିପାରିବେ ତେବେ ଚାଲନ୍ତୁ ଆରମ୍ଭ କରିବା ଆଚ୍ଛା ତେବେ ଦେଖିବା ଆଜି ଆମର ରୋଡମ୍ୟାପ୍ କ'ଣ ଅଛି ଆମେ ମୋଟ 5ଟି ସେକ୍ସନରେ ଏହାକୁ କଭର କରିବା ପ୍ରଥମେ ଓଡ଼ିଶାର ନଦୀର ପୁରା ବ୍ଲୁପ୍ରିଣ୍ଟ ବୁଝିବା ତାପରେ ଆସିବ ମହାନଦୀ ଭଳି ବଡ଼ ବଡ଼ ଲାଇଫଲାଇନ୍ ବିଷୟରେ ତାପରେ ଆମେ ଦେଖିବା କିଛି କନଫ୍ଲିକ୍ଟସ୍ ଆଉ କନଜର୍ଭେସନ୍ ହଟସ୍ପଟ୍ସ ତାପରେ ସେକ୍ସନରେ କିଛି ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍ ବିଷୟରେ ଜାଣିବା ଆଉ ଶେଷରେ ସବୁଠୁ ଇମ୍ପୋର୍ଟାଣ୍ଟ ଗୋଟେ କ୍ୱିକ୍ ଫାୟାର ରିଭିଜନ୍ ରାଉଣ୍ଡ ଯାହାଦ୍ୱାରା ସବୁକିଛି ମନେ ରହିଯିବ ତେବେ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ସେକ୍ସନରୁ ଓଡ଼ିଶାର ନଦୀର ବ୍ଲୁପ୍ରିଣ୍ଟ ଦେଖନ୍ତୁ ଯେକୌଣସି ଟପିକକୁ ଭଲରେ ବୁଝିବାକୁ ହେଲେ ତାର ଫାଉଣ୍ଡେସନ ବା ମୂଳଦୁଆ ଷ୍ଟ୍ରଙ୍ଗ ହେବା ଦରକାର ତେଣୁ ଏହି ସେକ୍ସନରେ ଆମେ ସେହି ମୂଳଦୁଆକୁ ହିଁ ମଜବୁତ କରିବା ପ୍ରଥମେ ଆସୁଛି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟର୍ମ ଷଡ଼ ଡେଲ୍ଟା ଅଞ୍ଚଳ ବା ହେକ୍ସାଡେଲ୍ଟାଇକ୍ ରିଜନ୍ ଏଇଟାକୁ ଗିଫ୍ଟ ଅଫ୍ 6 ରିଭର୍ସ ବା 6 ନଦୀର ଦାନ ବୋଲି ବି କୁହାଯାଏ କାହିଁକି କାରଣ ଏଇଟା ହେଉଛି 6ଟି ମୁଖ୍ୟ ନଦୀ ମହାନଦୀ ବ୍ରାହ୍ମଣୀ ବୈତରଣୀ ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଆଉ ଋଷିକୁଲ୍ୟା ଏମାନଙ୍କର ମିଳିତ ତ୍ରିକୋଣ ଭୂମି ଆଉ ଏଇ ଅଞ୍ଚଳ ହିଁ ଆମ ଓଡ଼ିଶାର ଉପକୂଳ ସମତଳକୁ ଏତେ ଉର୍ବର କରିଛି ଏକ୍ଜାମ୍ରେ ଏଇ କ୍ୱେଶ୍ଚନ୍ ବାରମ୍ବାର ଆସେ ତେଣୁ ଏଇ 6ଟା ନଦୀର ନାଁ ମନେ ରଖିବା ନିହାତି ଜରୁରୀ ଆଚ୍ଛା ଏବେ ଆସନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ପାର୍ଟକୁ ଏତେ ଗୁଡ଼ାଏ ନଦୀର ନାମ ମନେ ରଖିବେ କେମିତି ଦେଖନ୍ତୁ ଏଇ ଟେବଲଟା ଖାଲି ଗୋଟେ ଲିଷ୍ଟ ନୁହେଁ ଏଟା ଗୋଟେ ମେମୋରି ଟ୍ରିକ୍ ଆମେ ନଦୀଗୁଡ଼ିକୁ ତାଙ୍କର ଉତ୍ପତ୍ତି ସ୍ଥଳ ହିସାବରେ ଗ୍ରୁପ୍ କରିଦେଇଛେ ଯେମିତିକି ଦେଖନ୍ତୁ ଛୋଟନାଗପୁର ମାଳଭୂମିରୁ କେଉଁ ଦୁଇଟା ସୁବର୍ଣ୍ଣରେଖା ଆଉ ବ୍ରାହ୍ମଣୀ ସେମିତି ଅମରକଣ୍ଟକ ମାଳଭୂମିରୁ ବାସ୍ କେବଳ ମହାନଦୀ ଏମିତି ଗ୍ରୁପ୍ କରି ମନେ ରଖିଲେ କଥା ସରିଲା ଏକ୍ଜାମ୍ ହଲ୍ରେ ଆଉ କନଫ୍ୟୁଜନ୍ ହେବନି ତେବେ ଆମର ଫାଉଣ୍ଡେସନ୍ କ୍ଲିୟର ହେଇଗଲା ଏବେ ଆସନ୍ତୁ ଆମର ଦ୍ୱିତୀୟ ସେକ୍ସନକୁ ଯେଉଁଠି ଆମେ ଓଡ଼ିଶାର 2ଟି ସବୁଠୁ ବଡ଼ ରିଭର ସିଷ୍ଟମ ବିଷୟରେ କଥା ହେବା ଆମ ରାଜ୍ୟର ପ୍ରକୃତ ଜୀବନରେଖା ମହାନଦୀ ଏବଂ ବ୍ରାହ୍ମଣୀ ବୈତରଣୀ ଆଉ ଯେତେବେଳେ ଓଡ଼ିଶାର ନଦୀ କଥା ଆସେ ସବା ଆଗରେ ନାଁ ଆସେ ମହାନଦୀର ଆଉ ଏହାର ଲମ୍ବ କେତେ ଜାଣନ୍ତି 858 କିଲୋମିଟର ଭାବିପାରୁଛନ୍ତି ଏହା ଭାରତର 6ଠ ବୃହତ୍ତମ ନଦୀ ସେଥିପାଇଁ ତ ଏହାକୁ ଓଡ଼ିଶାର ସରୋ ନୁହେଁ ବରଂ ଲାଇଫଲାଇନ୍ ବୋଲି କୁହାଯାଏ ହଉ ତେବେ ମହାନଦୀ ବିଷୟରେ ଗୋଟେ କମନ୍ କ୍ୱେଶ୍ଚନ୍ ଆସେ ତାର ଟ୍ରିବ୍ୟୁଟାରିଜ୍ ବା ଉପନଦୀକୁ ନେଇ ଆଉ ସେଥିରେ ବି ଲେଫ୍ଟ ବ୍ୟାଙ୍କ ଆଉ ରାଇଟ୍ ବ୍ୟାଙ୍କକୁ ନେଇ କନଫ୍ୟୁଜନ୍ କରାଯାଏ ଏଇ ଟେବଲଟା ଦେଖନ୍ତୁ ଏଇଟା ସେହି କନଫ୍ୟୁଜନକୁ ପୁରା କ୍ଲିୟର କରିଦେବ ଲେଫ୍ଟରେ ଅଛି ଶିବନାଥ ହସଦେବ ମାଣ୍ଡ ଇବ୍ ଆଉ ରାଇଟ୍ରେ ତେଲ ଓଙ୍ଗ ଆଉ ଜଙ୍ଗ ଆଉ ହଁ ଗୋଟେ ଗୋଲ୍ଡେନ ପଏଣ୍ଟ ମନେ ରଖନ୍ତୁ ତେଲ ନଦୀ ହେଉଛି ମହାନଦୀର ସବୁଠାରୁ ବଡ଼ ଟ୍ରିବ୍ୟୁଟାରୀ ଆଉ ଏଇଟା ରାଇଟ୍ ବ୍ୟାଙ୍କରେ ମିଶିଛି ଏଇ ପଏଣ୍ଟରୁ ସିଧା କ୍ୱେଶ୍ଚନ୍ ଆସେ ମହାନଦୀ ପରେ ଆସନ୍ତୁ ଉତ୍ତର ଓଡ଼ିଶା ଆଡ଼କୁ ଯିବା ଏଠି ଆମକୁ ମିଳିବ ବ୍ରାହ୍ମଣୀ ବୈତରଣୀ ସିଷ୍ଟମ ଏ ଦୁଇଟା ନଦୀର ଚରିତ୍ର ପୁରା ଅଲଗା ଗୋଟେ ପଟେ ବ୍ରାହ୍ମଣୀ ଯାହା ଶଙ୍ଖ ଆଉ ଦକ୍ଷିଣ କୋଏଲର ମିଳନରୁ ତିଆରି ଏହା ହେଉଛି ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ ବ୍ୟାକବୋନ୍ ରାଉରକେଲାର ଷ୍ଟିଲ୍ ଇଣ୍ଡଷ୍ଟ୍ରି ପୁରା ଏହା ଉପରେ ନିର୍ଭରଶୀଳ ଆଉ ଅନ୍ୟ ପଟେ ଅଛି ବୈତରଣୀ ଯାହା କେନ୍ଦୁଝରର ଗୋନା ଶିକାରୁ ବାହାରିଛି ଏହା ଆମ ସଂସ୍କୃତି ଆଉ ପରମ୍ପରା ସହ ଜଡ଼ିତ ତେଣୁ ଗୋଟିଏ ନଦୀ ଶିଳ୍ପ ପାଇଁ ଆଉ ଗୋଟିଏ ସଂସ୍କୃତି ପାଇଁ କେତେ ଇଣ୍ଟରେଷ୍ଟିଂ ନୁହେଁ ଓକେ ଏବେ ଆସିବା ସେକ୍ସନ 3କୁ ଆଉ ଏଇ ସେକ୍ସନଟା ବହୁତ ଇମ୍ପୋର୍ଟାଣ୍ଟ କାରଣ ଏଠି ଆମେ ଖାଲି ଜିଓଗ୍ରାଫି ପଢ଼ିବାନି ଏଠି ଜିଓଗ୍ରାଫି ସହ କରେଣ୍ଟ ଆଫେୟାର୍ସ ମିଶିବ ଆମେ ଦେଖିବା ନଦୀକୁ ନେଇ କ'ଣ ସବୁ ବିବାଦ ଚାଲିଛି ଆଉ କେଉଁ କେଉଁ ଜାଗା କନଜର୍ଭେସନ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଇଠୁ କ୍ୱେଶ୍ଚନ୍ ଆସିବାର ଚାନ୍ସ ସବୁଠୁ ବେଶୀ କିନ୍ତୁ ଗୋଟେ କଥା କେବେ ଭାବିଛନ୍ତି ଓଡ଼ିଶାକୁ ତ ନଦୀମାତୃକ ଦେଶ କୁହାଯାଏ ଏତେ ନଦୀ ଆମର ତାହେଲେ ପଡ଼ୋଶୀ ରାଜ୍ୟମାନଙ୍କ ସହ ଆମର ପାଣି ପାଇଁ ଏତେ ବିବାଦ କାହିଁକି ଏହାର ଉତ୍ତର ଲୁଚି ରହିଛି ଆମର ଜିଓଗ୍ରାଫିକାଲ ଲୋକେସନରେ ଆମେ ହେଉଛେ ଗୋଟେ ଲୋଅର ରାଇପେରିଆନ୍ ଷ୍ଟେଟ୍ ମାନେ ନଦୀର ତଳମୁଣ୍ଡରେ ଅଛେ ଆସନ୍ତୁ ଦେଖିବା ଏହାର ପ୍ରଭାବ କ'ଣ ଏଇ ଟେବଲଟାକୁ ଦେଖନ୍ତୁ ଏଥିରେ ଓଡ଼ିଶାର 3ଟି ମୁଖ୍ୟ ଜଳ ବିବାଦର ସବୁ ଡିଟେଲ୍ସ ଅଛି ପ୍ରଥମେ ମହାନଦୀକୁ ନେଇ ଛତିଶଗଡ଼ ସହିତ ମୁଖ୍ୟ କାରଣ ହେଉଛି ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ଦ୍ୱିତୀୟରେ ବଂଶଧାରାକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ଆଉ ତୃତୀୟରେ ପୋଲାଭରମ୍ ପ୍ରକଳ୍ପକୁ ନେଇ ମଧ୍ୟ ଆନ୍ଧ୍ରପ୍ରଦେଶ ସହିତ ଏକ୍ଜାମ୍ ପାଇଁ କେଉଁ ନଦୀ କେଉଁ ରାଜ୍ୟ ସହ ବିବାଦ ଆଉ ତାର ବର୍ତ୍ତମାନର ଷ୍ଟାଟସ୍ କ'ଣ ଏତିକି ମନେ ରଖିବାକୁ ପଡ଼ିବ ବିବାଦ କଥା ତ ଗଲା କିନ୍ତୁ ଏହି ନଦୀଗୁଡ଼ିକ ଆମକୁ କିଛି ଅମୂଲ୍ୟ ଜିନିଷ ବି ଦେଇଛନ୍ତି 2ଟା ଉଦାହରଣ ଦେଖନ୍ତୁ ଗୋଟେ ହେଲା ଭିତରକନିକା ନ୍ୟାସନାଲ ପାର୍କ ବ୍ରାହ୍ମଣୀ ବୈତରଣୀ ଡେଲ୍ଟା ଯୋଗୁଁ ହିଁ ଏଠି ଭାରତର ଦ୍ୱିତୀୟ ବୃହତ୍ତମ ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ ତିଆରି ହୋଇଛି ଆଉ ଗୋଟେ ହେଲା ସାତକୋଶିଆ ଗର୍ଜ କେବେ ଭାବିଛନ୍ତି 22 କିଲୋମିଟର ଧରି ମହାନଦୀ କେମିତି ପୂର୍ବଘାଟ ପର୍ବତକୁ କାଟି ବହିଯାଇଛି
ଏହା ଘଡ଼ିଆଳ କୁମ୍ଭୀରଙ୍କ ପାଇଁ ଏକ କ୍ରିଟିକାଲ ହ୍ୟାବିଟାଟ୍। ଏହି ଦୁଇଟା ଜାଗା ଆମର ପରିବେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେବେ ଆମେ ବିବାଦ ଦେଖିଲେ, କନଜରଭେସନର ଆବଶ୍ୟକତା ବି ବୁଝିଲେ। ଏବେ ପ୍ରଶ୍ନ ଉଠୁଛି, ଭବିଷ୍ୟତ ପାଇଁ ଏହି ଜଳ ସମ୍ପଦକୁ ଆମେ ମ୍ୟାନେଜ କରିବା କେମିତି? ସେଇଠି ଆସୁଛି ଇଞ୍ଜିନିୟରିଂର ଭୂମିକା। ଚାଲନ୍ତୁ ଆମର ଚତୁର୍ଥ ସେକ୍ସନରେ ଦେଖିବା କିଛି ମେଜର ପ୍ରୋଜେକ୍ଟସ୍ ଆଉ ୱାଟରୱେଜ୍ ବିଷୟରେ। ଦେଖନ୍ତୁ ଏହି ସଂଖ୍ୟାଟିକୁ, 1790 କୋଟି ଟଙ୍କା। ଏଇଟା ହେଉଛି ଓଡ଼ିଶାର ଇଣ୍ଟ୍ରାଷ୍ଟେଟ୍ ରିଭର ଲିଙ୍କିଂ ସ୍କିମ୍, ମାନେ ରାଜ୍ୟ ଭିତରେ ନଦୀ ଯୋଡ଼ିବା ଯୋଜନାର ଆପ୍ରୁଭ୍ଡ କଷ୍ଟ। ଏହାର ଆଇଡିଆ ବହୁତ ସିମ୍ପଲ। ଯେଉଁ ନଦୀରେ ବର୍ଷା ଦିନେ ବେଶୀ ପାଣି, ସେ ପାଣିକୁ ଟ୍ରାନ୍ସଫର କରି ସେହି ଅଞ୍ଚଳକୁ ନେବା ଯେଉଁଠି ପାଣିର ଅଭାବ। ଏହାଦ୍ୱାରା ବନ୍ୟା ଓ ମରୁଡ଼ି ଦୁଇଟିଯାକ ସମସ୍ୟାର ସମାଧାନ ହୋଇପାରିବ। ଆଉ ଏହି ଯୋଜନାରେ କିଛି ପ୍ରାୟୋରିଟି ପ୍ରୋଜେକ୍ଟସ୍ ଅଛି। ଉଦାହରଣ ସ୍ୱରୂପ ବଂଶଧାରା ଋଷିକୁଲ୍ୟା ଲିଙ୍କ୍ ହେଲେ ଗଞ୍ଜାମ ଓ ରାୟଗଡ଼ାର ପାଣି ସମସ୍ୟା ଦୂର ହେବ। ବାହୁଦା ଋଷିକୁଲ୍ୟା ଲିଙ୍କ୍ ବ୍ରହ୍ମପୁର ସହରକୁ ପିଇବା ପାଣି ଯୋଗାଇବ। ଆଉ ଓଙ୍ଗ ସୁକତେଲ ଗାର୍ଲେଣ୍ଡ କେନାଲ ଏଟା ବଲାଙ୍ଗୀର 10,000 ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ କରିବ। ସବୁ ପ୍ରୋଜେକ୍ଟର ଗୋଟେ ସ୍ପେସିଫିକ୍ ଟାର୍ଗେଟ୍ ଅଛି। ଆଉ ଗୋଟେ ବଡ଼ ପ୍ରୋଜେକ୍ଟ ହେଉଛି ନ୍ୟାସନାଲ ୱାଟରୱେ 5 ବା NW5। ଏଇଟା ହେଉଛି ପାଣି ରାସ୍ତାରେ ଟ୍ରାନ୍ସପୋର୍ଟ କରିବାର ଏକ ବ୍ୟବସ୍ଥା। 623 କିଲୋମିଟର ଲମ୍ବର ଏହି କରିଡର ମହାନଦୀ ବ୍ରାହ୍ମଣୀ ସିଷ୍ଟମକୁ ବ୍ୟବହାର କରି ଆମର ମାଇନିଂ ବେଲ୍ଟକୁ ସିଧା ପାରାଦୀପ ଆଉ ଧାମରା ପୋର୍ଟ ସହିତ ଯୋଡ଼ିବ। ଏହାର ଫାଇଦା କ'ଣ? କୋଇଲା, ଲୁହାପଥର ଭଳି ଜିନିଷର ଟ୍ରାନ୍ସପୋର୍ଟ କଷ୍ଟ ବହୁତ କମିଯିବ, ଯାହା ଆମ ଇକୋନୋମି ପାଇଁ ବହୁତ ଭଲ। ଚାଲନ୍ତୁ ଏବେ ଆସିବା ଆମର ଶେଷ ଆଉ ସବୁଠୁ ଇଣ୍ଟରେଷ୍ଟିଂ ସେକ୍ସନକୁ, କ୍ୱିକ୍ ଫାୟାର ରିଭିଜନ ରାଉଣ୍ଡ। ମୁଁ ଏବେ କିଛି ପ୍ରଶ୍ନ ପଚାରିବି ଆଉ ଦେଖିବା ଏପର୍ଯ୍ୟନ୍ତ ଆମେ ଯାହା ସବୁ ପଢ଼ିଲେ ତାହା କେତେ ମନେ ଅଛି। ରେଡି? ପ୍ରଥମ ପ୍ରଶ୍ନ, ହୀରାକୁଦ ଡ୍ୟାମ୍, ଯାହାକି ଦୁନିଆର ସବୁଠୁ ଲମ୍ବା ଡ୍ୟାମ୍ ମଧ୍ୟରୁ ଗୋଟିଏ, ଏହା ଓଡ଼ିଶାର କେଉଁ ମୁଖ୍ୟ ନଦୀ ଉପରେ ଅଛି? ଆଉ ଉତ୍ତର ହେଉଛି ମହାନଦୀ। ଠିକ୍ ଅଛି। ଦ୍ୱିତୀୟ ପ୍ରଶ୍ନ, କେଉଁ ନଦୀ କେନ୍ଦୁଝରର ଗୋନାସିକା ପାହାଡ଼ରୁ ବାହାରିଛି ଆଉ ତାକୁ ଏକ ପବିତ୍ର ନଦୀ ବୋଲି ମଧ୍ୟ କୁହାଯାଏ? ହଁ, ଏହାର ଉତ୍ତର ହେଉଛି ବୈତରଣୀ ନଦୀ। ଆଉ ଶେଷ ପ୍ରଶ୍ନ, ରେଙ୍ଗାଲି ଡ୍ୟାମ୍, ଏହି ମେଜର ମଲ୍ଟିପର୍ପଜ୍ ପ୍ରୋଜେକ୍ଟଟା କେଉଁ ଇଣ୍ଡଷ୍ଟ୍ରିଆଲ ରିଭର ଉପରେ ତିଆରି ହୋଇଛି? ଆଉ ଏହାର ସଠିକ୍ ଉତ୍ତର ହେଉଛି ବ୍ରାହ୍ମଣୀ ନଦୀ। ତେବେ ଏହା ଥିଲା ଓଡ଼ିଶାର ନଦୀ ପ୍ରଣାଳୀ ଉପରେ ଏକ ସମ୍ପୂର୍ଣ୍ଣ ଆଲୋଚନା। ଆଶା କରୁଛି ଏହା ଆପଣଙ୍କ ଏକ୍ଜାମ୍ ପ୍ରିପାରେସନରେ ନିଶ୍ଚୟ ସାହାଯ୍ୟ କରିବ। କିନ୍ତୁ ଯିବା ଆଗରୁ ଗୋଟେ ପ୍ରଶ୍ନ ସହ ଛାଡ଼ି ଯାଉଛି। ଗୋଟେ ପଟେ ଶିଳ୍ପର ବିକାଶ, ଅନ୍ୟପଟେ ପରିବେଶର ସୁରକ୍ଷା ଆଉ ତା ସହିତ ଆନ୍ତଃରାଜ୍ୟ ରାଜନୀତି, ଏହି ତିନୋଟି ଭିତରେ ବାଲାନ୍ସ ରଖିବା ଆମ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜ ହିଁ ଓଡ଼ିଶାର ଭବିଷ୍ୟତକୁ ଗଢ଼ିବ। ଏହି ବିଷୟରେ ନିଶ୍ଚୟ ଭାବିବେ। ଆପଣଙ୍କ ପରୀକ୍ଷା ପାଇଁ ବହୁତ ବହୁତ ଶୁଭକାମନା। ନମସ୍କାର।